ଜଙ୍ଗଲ ପୋଡ଼ି ନଷ୍ଟ ହୋଇଯାଉଥିବା ବେଳେ ଫିକା ପଡ଼ିଯାଉଛି ବାରବାଙ୍କର ପ୍ରାକୃତିକ ସୌନ୍ଦର୍ଯ୍ୟ। କେନ୍ଦୁଝର ଜିଲ୍ଲା ଏକ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର। କାଞ୍ଜିପାଣି ଥାନା ଅନ୍ତର୍ଗତ ବାରବାଙ୍କର ପ୍ରାକୃତିକ ସୌନ୍ଦର୍ଯ୍ୟ କହିଲେ ନ ସରେ। ସବୁଜ ବନାନୀର ବନ ପ୍ରାନ୍ତର ମଧ୍ୟରେ ଅଙ୍କାବଙ୍କା ହୋଇ ଲମ୍ବି ଯାଇଥିବା ରାସ୍ତା ହେଉଛି ତାର ମୁଖ୍ୟ ଆକର୍ଷଣ। କେନ୍ଦୁଝରର କାଶ୍ମୀର ବୋଲି କହନ୍ତି ବାରବାଙ୍କ ଘାଟି ରାସ୍ତାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ। କିନ୍ତୁ ଆଗ ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟ ଏବେ ଏଠାରେ ଦେଖିବାକୁ ମିଳୁନାହିଁ। ଫିକା ଫିକା ଲାଗୁଛି ବଣ ଜଙ୍ଗଲର ସବୁଜ ପରିବେଶ। କାଞ୍ଜିପାଣି ଥାନାର ପଣସନସାଠାରୁ ବାରବାଙ୍କ ଏବଂ ତାର ଆଖପାଖରେ ପ୍ରତିବର୍ଷ ନିଆଁ ଜଳି ଜଙ୍ଗଲ ପୋଡ଼ି ନଷ୍ଟ ହୋଇଯାଉଛି। ଏହି ଜଙ୍ଗଲ ପୋଡ଼ିରେ ଅନେକ ଦାମୀ ଗଛ ପୋଡ଼ି ନଷ୍ଟ ହୋଇଯାଉଥିବା ବେଳେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହେବାରେ ଲାଗିଛି। ପ୍ରତିବର୍ଷ ଏମିତି ଜଙ୍ଗଲରେ ନିଆଁ ଲାଗି ପୋଡ଼ିଯାଉଥିବା ବେଳେ ପ୍ରଶାସନ ଏହା ଉପରେ ଦୃଷ୍ଟି ଦେଉଛି କି ନାହିଁ ସନ୍ଦେହରେ ବୁଦ୍ଧିଜୀବୀ। ପ୍ରତିବର୍ଷ ଯଦି ଏମିତି ଜଙ୍ଗଲ ପୋଡ଼ି ଚାଲିଥିବ ତାହେଲେ ଦିନେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ବାରବାଙ୍କ ପାଉଁଶ ଗଦା ପାଲଟିଯିବ। ଏଥିରେ ସନ୍ଦେହ ନାହିଁ। ଏହାର ତ୍ୱରନ୍ତ ସମାଧାନ ପାଇଁ ବୃକ୍ଷପ୍ରେମୀ, ପ୍ରକୃତିପ୍ରେମୀ ଏବଂ ବୁଦ୍ଧିଜୀବୀ ପ୍ରଶାସନକୁ ଅନୁରୋଧ କରିଛନ୍ତି। ତେଲକୋଇରୁ ବିଜୟ କୁମାର ମୁଣ୍ଡାଙ୍କ ରିପୋର୍ଟ, এবি ନ୍ୟୁଜ୍।